ଆଜି ମୋର ବଡ଼ ଭାଇ ବଡ଼ ବାପାଙ୍କ ପୁଅ ବଡ଼ ଭାଇ ଏବଂ ସିଏ ମଧ୍ୟ ମୋର ଆମେ କ୍ଲାସମେଟ୍ ମଧ୍ୟ ଏବଂ ସେ ମୋର ସରୁ ଭାଇ ମଧ୍ୟ ଏବଂ ଆମେ ଜୀବନର ଅଧା ସମୟ ନିଜ ଭାଇ ଆମେ ଏକାଠି ଆମେ ରହୁଥିଲୁ, ଖାଉଥିଲୁ, ପାଠ ପଢ଼ୁଥିଲୁ, ସବୁ କାମ କରୁଥିଲୁ। ସେ ମୋର ଅତି ପ୍ରିୟ ଥିଲେ। ତାଙ୍କର ଆଜି ଦୁଃଖଦ ଦେହାନ୍ତ ହୋଇଯାଇଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ। ଗତକାଲି ରାତିରେ ତାଙ୍କୁ କାର୍ଡ଼ିଆକ୍ ଆରେଷ୍ଟରେ ତାଙ୍କର ଦେହାନ୍ତ ହୋଇଯାଇଛି। ଆଜି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା ମୋର। ବ୍ରିକ୍ସ ସମ୍ମିଳନୀ ତ ଆସନ୍ତାକାଲି ଅଛି ଏବଂ ଆଜି କ୍ୟାବିନେଟ୍ ମିଟିଂ ଥିଲା। SDC ମାନଙ୍କର ଗୋଟେ ଟ୍ରେନିଂ ପ୍ରୋଗ୍ରାମ୍ ଥିଲା, ୱାର୍କସପ୍, ଏବଂ ତା ସହିତ ମଧ୍ୟ ଆହୁରି ଅନେକ ଯେଉଁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ଼ ଉପରେ ମଧ୍ୟ ଆଜି 2 ଜଣ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ଼ ଉପସ୍ଥାପନା କରିବାର ବି ଆଜି ଅବକାଶ ଥିଲା। କିନ୍ତୁ ଭାଇଙ୍କର ଦେହାନ୍ତ କାରଣରୁ ସକାଳୁ ରାତି 2ଟା ପାଖାପାଖିରେ ତାଙ୍କର ହଠାତ୍ କାର୍ଡ଼ିଆକ୍ ଆରେଷ୍ଟରେ ସେ ଦେହାନ୍ତ ହୋଇଗଲେ କ୍ୟାପିଟାଲରେ ଏବଂ ସକାଳୁ ତାଙ୍କର ପୋଷ୍ଟମର୍ଟମ୍ ପରେ ଡେଡ଼୍ ବଡ଼ିକୁ ଏଠି ଅଣାଯାଇକରି ବର୍ତ୍ତମାନ ତାର ଶବ ସଂସ୍କାର କାର୍ଯ୍ୟକ୍ରମ ଚାଲିଛି। ତାଙ୍କର ବହୁତ ବଡ଼ ଅସୁବିଧା ନଥିଲା, ଡାଇବେଟିସ୍ ଥିଲା, କଣ୍ଟ୍ରୋଲ୍ ଥିଲା ଏବଂ ହାଲୁକା ଟିକେ ତାଙ୍କର ଲିଭର୍ ଆଫେକ୍ଟେଡ଼୍ ଥିଲା, କିଡ଼ନୀ ବି ଟିକେ ଆଫେକ୍ଟେଡ଼୍ ଥିଲା। ତାର ଟ୍ରିଟମେଣ୍ଟ ବି ଚାଲୁଥିଲା, ଔଷଧ ବି ଖାଉଥିଲେ। ଭୁବନେଶ୍ୱରରେ ମୋ ପୁରୁଣା କ୍ୱାର୍ଟରରେ ହିଁ ସେ ରହୁଥିଲେ। ଗତକାଲି ତାଙ୍କ ପରିବାର, ତାଙ୍କ ମିସେସ୍ ବି ଯାଇଥିଲେ, ଝିଅମାନେ ବି ଥିଲେ। ଏସବୁ ଥିଲା ପରେ ବି ଯେତେବେଳେ ରିପୋର୍ଟଟା ବ୍ଲଡ଼ ରିପୋର୍ଟ ଆସିଲା ପରେ ଜେନେରାଲି ସିଏ ତାକୁ ଡକ୍ଟରଙ୍କୁ ଦେଖାଇବାର ଥିଲା। ସେ ଡକ୍ଟର ପାଖକୁ ସେ ରିପୋର୍ଟଟି ପହଞ୍ଚି ପାରିଲା ନାହିଁ। ମେ ବି ଇଏ ବି ଗୋଟେ କାରଣ ହେଇପାରେ, ଯେହେତୁ କ୍ରିଏଟିନ୍ଟା ବହୁତ ହାଇ ହେଇଯାଇଥିଲା ଏବଂ LDHଟା ବି ହାଇ ହେଇଯାଇଥିବା। ଏହା କାରଣରୁ ଯେଉଁ ସମସ୍ୟା ଗୁଡ଼ିକ ତିଆରି ହେଲା, ଯାହା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଯାହା ରିପୋର୍ଟ ଦେଲେ, ରାତିରେ ତାଙ୍କୁ ଏ ପରିସ୍ଥିତି ବା କାର୍ଡ଼ିଆକ୍ ଆରେଷ୍ଟ ହେଲା ଏବଂ ଯାହାଫଳରେ ତାଙ୍କର ଅଧଘଣ୍ଟା ଭିତରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଛି। ଇଏ ବଡ଼ ଦୁର୍ଭାଗ୍ୟଜନକ କଥା। 2ଟି ଝିଅ ଅଛନ୍ତି ଏବଂ ଗୋଟିଏ +2 ପାସ୍ କରିଛି, ଆଉ ଗୋଟିଏ 5ମ 6ଠ ଶ୍ରେଣୀ ବୋଧେ ପଢ଼ୁଛି। ସେ ଭାଇ ଅମାୟିକ ବ୍ୟକ୍ତି ଥିଲେ, କାହାକୁ ସେ ଝଗଡ଼ା କରନ୍ତି ନାହିଁ, ସମସ୍ତଙ୍କୁ ଭଲ ପାଆନ୍ତି। ଆଉ ଭଲ ପାଇବା ଭିତରେ ସେ ସମସ୍ତଙ୍କ ସହିତ ମିଶୁଥିଲେ ଏବଂ ସ୍ଥାନୀୟ ଯେଉଁ ଆମର ପଳାଶପଙ୍ଗା ପାଖରେ ଯେଉଁ MSP ପ୍ଲାଣ୍ଟ ଅଛି ସେଥିରେ ମଧ୍ୟ ସେ ନିଯୁକ୍ତି ପାଇକି ଚାକିରି କରୁଥିଲେ ଲମ୍ବା ସମୟ ଧରିକରି ଏବଂ ଡ୍ୟୁଟି କରନ୍ତି ଏବଂ ନିଜର ପରିବାର କଥା ବୁଝନ୍ତି। ଆଉ ଏସବୁ ସତ୍ତ୍ୱେ ବି ଭଗବାନଙ୍କର କ'ଣ ଇଚ୍ଛା ଥିଲା ଇଏ ତ ଅଲଗା କଥା, କିନ୍ତୁ ତାଙ୍କର କାଲି ରାତି ଡେଥ୍ ହୋଇଯାଇଛି ଏବଂ ଆଜି ଶବ ସଂସ୍କାର କରିବା ପାଇଁ ମୋର ସମସ୍ତ କାର୍ଯ୍ୟକ୍ରମକୁ ମୁଁ ବାତିଲ କରିକି ଏ ଗାଁକୁ ଆସିଛି। ଏଠି ବହୁ ସଂଖ୍ୟାରେ, ଶହ ଶହ ସଂଖ୍ୟାରେ ସମସ୍ତେ ତାଙ୍କୁ ଯେଉଁମାନେ ଭଲ ପାଉଥିଲେ, ଗାଁର, ପଞ୍ଚାୟତର, ଆଖପାଖ ଅଞ୍ଚଳର, ଜିଲ୍ଲା ହେଡ଼କ୍ୱାର୍ଟରରୁ ଅନେକ ସବୁ ଭାଇମାନେ ଆସିଛନ୍ତି ଏବଂ ସମସ୍ତେ ତାଙ୍କୁ ଶେଷ ଦର୍ଶନ କରିଛନ୍ତି ଏବଂ ତାଙ୍କର ଆତ୍ମାର ସଦ୍ଗତି କାମନା କରିକି ଆଜି ତାଙ୍କର ଶବ ସଂସ୍କାର କାର୍ଯ୍ୟକ୍ରମ ଏବେ ଚାଲିଛି।